ଭାବାନ୍ତର ନା ଠିକ ଅଛି ଭାବାନ୍ତର ଭାବରୁ ଅନ୍ତର ଆକ୍ଚୁଆଲି ନୁହଁ ଅନ୍ୟ ଭାବ ଭାବାନ୍ତର ଆକ୍ଚୁଆଲି ଜଣଙ୍କର ଅନ୍ୟ ଭାବନା ତାଙ୍କ ଭାବନାଟାରେ କେତେ ପବିତ୍ରତା ଅଛି ସେଇଥିପାଇଁ ସେ ତାଙ୍କ ପ୍ରେମରେ କେତେ ପବିତ୍ରତା ସେଇଥିପାଇଁ ସେ ମୋ ପ୍ରେମ ନା ପବିତ୍ର ଏଇଟା କୁହାଯାଇଛି ଏବଂ ପ୍ରକୃତ ତ୍ୟାଗର କାହାଣୀ ଗୋଟେ ଏତେ ବଡ ତ୍ୟାଗ ଜଣେ କରିପାରେ ଜଣେ ବିବାହିତ ପୁରୁଷ ଡୋଣ୍ଟ ଟଚ୍ ମି ସେ କହିଲା ପରେ ପ୍ରକୃତରେ ସେ ଆଉ ଟଚ୍ କରିନି ତାକୁ ଏବଂ ଯୋଉ ପର୍ଯ୍ୟନ୍ତ ମିଲନ ନ ମିଳିଛି ତା ପ୍ରେମକୁ ଖୋଜିକି ସେ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ସେ ପ୍ରତିଜ୍ଞା କରିଛନ୍ତି ଯେ ତମେ ମୋର ମାନେ ଅଭିନୟ କରିବ ତମେ ମୋ ସ୍ତ୍ରୀର ଅଭିନୟ ଆକ୍ଚୁଆଲି ଅତି ଉଚ୍ଚ କୋଟିର କାହାଣୀ ନିର୍ଦ୍ଦେଶନା ସବୁ ପ୍ରକାର ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରରେ ଲୋକ ଦେଖିବେ କାରଣ ଅନନ୍ତ ସାର୍ ତ ବହୁତ ପୁରୁଣା ଡିରେକ୍ଟର ସେ ଖୁବ୍ କମ୍ ଫିଲ୍ମ ଡିରେକ୍ସନ ଦିଅନ୍ତି କିନ୍ତୁ ବହୁତ ବଢିଆ ହେଇଛି ବାନ୍ଧିକି ତ ରଖିବ ନିଶ୍ଚୟ କାରଣ କାହାଣୀଟା ଗୋଟେ ନୂଆ ପ୍ରକାର କାହାଣୀ ଯୋଉଥିରେ ବି ସସ୍ପେନ୍ସ ରହୁଛି ଲାଷ୍ଟକୁ ସେଟା ଆମେ ଡିସକ୍ଲୋଜ ହଉଛି ସବୁ ତେଣୁ କାହାଣୀଟି ନିଶ୍ଚିତ ଭାବରେ ଲୋକଙ୍କୁ ବାନ୍ଧିକି ରଖିବ ତାପରେ ବେଶୀ ଲମ୍ବା ଫିଲ୍ମ ନୁହଁ 1.5 ଘଣ୍ଟା ଭିତର ଫିଲ୍ମଟା ହବ ପ୍ରାୟ ମୋର ଯାହା ମନେ ପଡୁଛି ତେଣୁ ଏଇଟା ଲୋକଙ୍କୁ ଆଟ୍ରାକ୍ଟ କରିବ ଏ ବିଶ୍ୱାସ ଅଛି ମୁଁ ସାକ୍ରିଫାଇସ୍ ଏଇଥିପାଇଁ କରିଛି ସେ ସାକ୍ରିଫାଇସ୍ଟା ଭିତରେ ତାର ଲଭ୍ ଅଛି ତାର ସ୍ତ୍ରୀକି ସେ ଭଲ ପାଏ ବୋଲି ସେ ବି ସାକ୍ରିଫାଇସ୍ କରୁଛି ମାନେ ତା ସ୍ତ୍ରୀର ଭଲ ପାଇଁ ମାନେ ସ୍ତ୍ରୀ ତାର ପୁରୁଣା ପ୍ରେମିକ ଯାହା ସାଙ୍ଗେ ତାର ସମ୍ପର୍କ ସେଇଟାକୁ ସେ ବି ମାନେ ଆଦର୍ଶ ବୋଲି ଭାବୁଛି ଏବଂ ଯେହେତୁ ଖୋଲିକିରି ସେ ତାର ପ୍ରେମିକ ନା ମିଲନ ବୋଲି କହିଛି ସେ ତେଣୁ ସେଇଟା ତାକୁ ଗୁରୁତ୍ୱ ଦେଇଛି ସ୍ୱାମୀ ଏବଂ ତ୍ୟାଗ କରିଛି ସ୍ଥାନ ପତନ ହଉଛି ପୁରୁଣା ଫିଲ୍ମ ଗୁଡ଼ିକ ଭଲ ହଉଥିଲା ହଲରେ ମାସ ଚାଲୁଥିଲା କି 15 ଦିନ 20 ଦିନ ଚାଲୁଥିଲା ଏବେ 2-3 ଦିନ 4 ଦିନରୁ ଅଧିକା ଚାଲୁନି କିନ୍ତୁ ଏବେ ଯେହେତୁ ଅଲଗା କାହାଣୀକି ନେଇକିରି ନୂଆ ବାର୍ତ୍ତା ଦିଆହଉଛି ଯେମିତି ଆମର ଦମନ ହେଲା କି ଆଶ୍ରମ ହେଲା ଆହୁରି ଅନେକ ଫିଲ୍ମ ବି ସିନ୍ଦୁରା ଆଉ ଗୋଟେ ଫିଲ୍ମ ହେଇଥିଲା କର୍ମ ଆଉ ଗୋଟେ ହେଇଥିଲା ଆମର ଆଙ୍କର ଶଙ୍କର ତ୍ରିପାଠୀଙ୍କ ଲେଖାଟା ପ୍ରତୀକ୍ଷା ମରିଗଲେ ଲୋକଙ୍କର ଯୋଉଟା ଲାଗେ ପୁଷ୍କରା ଗୋଟେ ବଢିଆ ଫିଲ୍ମ ତେଣୁ ଏଇଭଳିଆ ଲୋକଙ୍କର ଗୋଟେ ଚେଞ୍ଜ ଦରକାର ତେଣୁ କାହାଣୀର ପରିବର୍ତ୍ତନ ଦରକାର ଯୋଉଟାକି ସାମାଜିକ ବାର୍ତ୍ତା ମଧ୍ୟ ଥିବ ସେଇଟା ହେଲେ ଲୋକମାନଙ୍କ ଦ୍ୱାରା ନିଶ୍ଚିତ ଭାବରେ ମୁଁ ହିରୋର ଫାଦର ନାୟକର ବାପ ବେଶୀ ଭୂମିକା ନଥିଲେ ଯେତିକି ଅଛି ଇମ୍ପୋର୍ଟାନ୍ସ ଅଛି କାରଣ ମେନ୍ ତ ହିରୋ ହିରୋଇନଙ୍କ ଫିଲ୍ମ ଏଇଟା କିନ୍ତୁ ତା ଭିତରେ ତାର ଯୋଉ ଆଦର୍ଶ ତାର ସେଇଟାକୁ ମଧ୍ୟ ଆମେ ସ୍ୱୀକୃତି ଦେଇଛୁ ଆମେ ବାପା ମା ତାର ତ୍ୟାଗଟା ଯଦିଓ ବାଧୁଛି ଆମକୁ କିନ୍ତୁ ଆମେ ତାକୁ ସମ୍ମାନ ଦେଇଛୁ।